ଧନୀ ହେବା ଆଗରୁ କେଉଁ ସଂକେତ ମିଳିଲେ ଆପଣମାନେ ଜାଣନ୍ତି କି? ଅଚାନକ ଧନ ପ୍ରାପ୍ତି ହେବା ଆଗରୁ କିମ୍ବା ଧନୀ ହେବା ପୂର୍ବରୁ ମିଳିଥାଏ ଏହି ସବୁ ସଂକେତ। ଏହି ସବୁ ସଂକେତ ଗୁଡ଼ିକ ଯଦି ଆପଣଙ୍କୁ କେବେ ମିଳିଛି ତାହେଲେ ନିଶ୍ଚିନ୍ତ ଭାବରେ ନିକଟ ଭବିଷ୍ୟତରେ ଆପଣମାନେ ଧନୀ ହୋଇପାରିବେ। ଯେକୌଣସି ଉପାୟରେ ହେଉ ଆପଣଙ୍କୁ ଅଚାନକ ଭାବେ ଧନ ପ୍ରାପ୍ତି ହୋଇପାରେ। ତେବେ କ'ଣ ସେହି ସଂକେତ ଗୁଡ଼ିକ ଜାଣିବା ପାଇଁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ନମସ୍କାର, ମୁଁ ମନୋଜ ଦାସ, ସ୍ୱାଗତ ଆପଣମାନଙ୍କୁ ଆଜିକାର ଏହି ଭିଡ଼ିଓରେ। ଦେଖନ୍ତୁ, ଏମିତି ବହୁତ କିଛି ସଂକେତ ଅଛି ଯେଉଁ ସଂକେତରୁ ଆମେମାନେ ବହୁତ କିଛି କଥା ଜାଣିପାରିବା। ଦେଖନ୍ତୁ, ମୁନି ଋଷିମାନଙ୍କ ମତରେ ଏମିତି ବହୁତ କିଛି ସଂକେତରୁ ଆମେମାନେ ଜାଣିପାରିବା ଆମ ଆଗାମୀ ଭବିଷ୍ୟତରେ କ'ଣ ଘଟିବାକୁ ଯାଉଛି। ଯଦି ଏହିସବୁ ସଂକେତ ଗୁଡ଼ିକ ଆପଣମାନେ ପାଆନ୍ତି ତାହେଲେ ଜାଣି ରଖନ୍ତୁ, ନିଶ୍ଚିନ୍ତ ଭାବରେ ଖୁବ୍ ଶୀଘ୍ର ଆପଣଙ୍କର ଧନର ସମସ୍ୟା ଦୂର ହେବ। ଆପଣଙ୍କୁ ଅଚାନକ ଭାବେ ଧନ ପ୍ରାପ୍ତି ହେବ। ଯଦି କୌଣସି କାମ ଆପଣଙ୍କର ଧନର ସମସ୍ୟା ପାଇଁ ଅଟକୁଥିଲା ତାହେଲେ ତାର ମଧ୍ୟ ସମାଧାନ ହେବ। କହିବାକୁ ଗଲେ ଏମିତି ମଧ୍ୟ ସଂକେତ ଅଛି ଯେଉଁ ସଂକେତ ଯଦି ଆପଣଙ୍କୁ ମିଳେ ତାହେଲେ ଜାଣି ରଖନ୍ତୁ ରାତାରାତି ମଧ୍ୟ ଆପଣମାନେ କୋଟିପତି ହୋଇପାରିବେ। ତେବେ ମୁଁ ଏହି ଭିଡ଼ିଓ ମାଧ୍ୟମରେ ମୁଁ ଆପଣଙ୍କୁ କେତୋଟି ସଂକେତ ବିଷୟରେ କହିବି। ଏହିସବୁ ସଂକେତ ଗୁଡ଼ିକ ଯଦି ଆପଣମାନେ ପାଆନ୍ତି ତାହେଲେ ନିଶ୍ଚିନ୍ତ ଭାବରେ ଆପଣଙ୍କୁ ଖୁବ୍ ଶୀଘ୍ର ଧନ ପ୍ରାପ୍ତି ହେବ। ତେବେ ପ୍ରଥମରେ, ଯଦି ପେଚା ଆପଣଙ୍କ ଘରର ଆଖପାଖରେ ବାରମ୍ବାର ଆପଣମାନେ ଦେଖନ୍ତି ଏବଂ ଦିନ ବେଳେ ଦେଖନ୍ତି ତାହେଲେ ଏହା ମଧ୍ୟ ଅଚାନକ ଭାବେ ଧନ ପ୍ରାପ୍ତିର ସଂକେତ। ତାପରେ ପକ୍ଷୀମାନେ ଯଦି କିଛି ଖାଦ୍ୟ ଆପଣଙ୍କ ଘରର ଛାତ ଉପରେ, ଆପଣଙ୍କ ଘର ଅଗଣାରେ ପକାଇ ଦିଅନ୍ତି, ଏହା ମଧ୍ୟ ସୌଭାଗ୍ୟ ବର୍ଦ୍ଧକର ସୂଚନା। ଏହି ସୂଚନାଟି ଯଦି ଆପଣମାନେ ପାଆନ୍ତି ତାହେଲେ ଜାଣି ରଖନ୍ତୁ ଖୁବ୍ ଶୀଘ୍ର ଆପଣଙ୍କୁ ଯେକୌଣସି ପ୍ରକାରର ଧନ ପ୍ରାପ୍ତି ହେବ। ଧନର ସମସ୍ୟା ଖୁବ୍ ଶୀଘ୍ର ଆପଣଙ୍କର ଦୂର ହେବ। ସେହିପରି ପୂଜା ସମୟରେ ଯେତେବେଳେ ଆପଣମାନେ ଦୀପ ଲଗେଇବେ ସେ ସମୟରେ ଦୀପଟି ବହୁତ ଜୋରରେ ଜଳିବ। ବେଶୀ କିଛି ପରିଶ୍ରମ ଆପଣଙ୍କୁ କରିବାକୁ ପଡ଼ିବନି। ଯେମିତିକି ଦୀପରେ ସଳିତା ଦେଲା ପରେ ତାକୁ ଟିକେ ପୁଣି ଘିଅ ଦିଅନ୍ତି, ଆଉ ଟିକେ ଭଲକି ଜଳିବା ପାଇଁ ତାର ଟିକେ ଯତ୍ନ ନିଅନ୍ତି, ସେସବୁ ଆପଣଙ୍କୁ କରିବାକୁ ପଡ଼ିବନି। ଦେଖିବେ ଦୀପ ଲଗେଇଦେଲେ ଅଚାନକ ଭାବେ ଦୀପଟି ଖୁବ୍ ସୁନ୍ଦର ଭାବରେ ଆଉ ଖୁବ୍ ଜୋରରେ ଜଳିବ। ଯଦି ଏହି ସଂକେତ ବି ଆପଣମାନେ ପାଆନ୍ତି ତାହେଲେ ଖୁବ୍ ଶୀଘ୍ର ଆପଣଙ୍କୁ ଧନ ପ୍ରାପ୍ତି ହେବ। ସେହିପରି ମାଙ୍କଡ଼ମାନେ ଆସିବା। ଯଦି ମଙ୍ଗଳବାର ଦିନ ମାଙ୍କଡ଼ମାନେ ଆପଣଙ୍କ ଘରକୁ ଆସନ୍ତି, ଆପଣଙ୍କ ଛାତ ଉପରକୁ ଆସନ୍ତି, ତାହେଲେ ଏହା ମଧ୍ୟ ଏକ ଉନ୍ନତିର ସଂକେତ, ଧନଲାଭର ସଂକେତ। ସେହିପରି ଭାବରେ ଆପଣଙ୍କ ଘରେ ନିହାତି ଭାବରେ ଝିଟିପିଟି ଥିବେ। ତେବେ ଝିଟିପିଟିକୁ ଆପଣ ବି ସବୁଦିନ ଦେଖୁ ବି ଥିବେ। କିନ୍ତୁ ମନେ ରଖନ୍ତୁ, ଯଦି ଗୋଟିଏ ସ୍ଥାନରେ 3ଟି ଝିଟିପିଟିକୁ ଆପଣମାନେ ଏକା ସହିତ ଦେଖନ୍ତି, ଏକା ବେଳେ ଦେଖନ୍ତି, ତାହେଲେ ଏହା ଆପଣଙ୍କ ପାଇଁ ଶୁଭ। ଦେଖନ୍ତୁ, ଗୋଟିଏ ଜାଗାରେ 3ଟି ଝିଟିପିଟି ଆପଣମାନେ ସେତେବେଳେ ହିଁ ଦେଖିବେ ଯେତେବେଳେ ଆପଣଙ୍କର ଭାଗ୍ୟ ବଦଳିବାର ଥିବ, ଯେତେବେଳେ ଆପଣଙ୍କୁ ଅଚାନକ ଭାବରେ ଧନ ପ୍ରାପ୍ତି ହେବାକୁ ଥିବ। ଜାଣି ରଖନ୍ତୁ ଏହା ମଧ୍ୟ ଆପଣଙ୍କ ପାଇଁ ଖୁବ୍ ଲାଭଦାୟକ ହେବ, ଧନ ପ୍ରାପ୍ତିର ସୂଚନା ଆପଣଙ୍କ ପାଇଁ। ସେହିପରି ଯଦି ବିଲେଇଟିଏ ଆପଣଙ୍କ ଘରେ ଛୁଆ ଦିଏ, ଆପଣଙ୍କର ପୋଷା ବିଲେଇ ହେଉ କିମ୍ବା ସାହି ପଡ଼ିଶାର ବିଲେଇ ଆପଣଙ୍କ ଘରେ ଆସିକି ତାର ଆଶ୍ରା ନେଇକି ଯଦି ଛୁଆ ଜନ୍ମ କରେ, ଛୁଆ ଦିଏ, ତାହେଲେ ମଧ୍ୟ ଏହା ଆପଣଙ୍କ ପାଇଁ ଶୁଭ ଏବଂ ଆପଣଙ୍କ ପାଇଁ ଲାଭ ମଧ୍ୟ। ଏଭଳି ଘଟଣା ଯଦି ଆପଣଙ୍କ ସହିତ ହୁଏ ତାହେଲେ ଜାଣି ରଖନ୍ତୁ ଖୁବ୍ ଶୀଘ୍ର ଆପଣଙ୍କୁ ଧନ ପ୍ରାପ୍ତି ହେବ। ତାପରେ ଯଦି ଘରେ ପକ୍ଷୀଟିଏ ବସା ବାନ୍ଧେ, ଯଦି ପକ୍ଷୀମାନେ ଆପଣଙ୍କ ଘରେ ବସା ବାନ୍ଧନ୍ତି ତାହେଲେ ମଧ୍ୟ ଏହା ଆପଣଙ୍କ ପାଇଁ ଶୁଭ ସୂଚନା। ଚିନ୍ତା କରନ୍ତୁ, ଆପଣଙ୍କ ଘରକୁ ସେତିକି ନିରାପଦ ପକ୍ଷୀଟିଏ ମଣିଛି ବୋଲି, ଚିନ୍ତା କରିଛି ବୋଲି ଆଜି ତା ବସାଟି ସେ ସେଇଠି ବାନ୍ଧୁଛି। ତେଣୁ ଆପଣମାନେ ମଧ୍ୟ ତାକୁ ବସା ବାନ୍ଧିବାକୁ ଦିଅନ୍ତୁ। ଯଦି ଏଭଳି ଜାଗାରେ ବାନ୍ଧୁଛି ଯେଉଁଠି ଆପଣଙ୍କର ଅସୁବିଧା ହେବ, ତାକୁ ଚେଞ୍ଜ କରିଦିଅନ୍ତୁ, ତାକୁ ସେତିକି ଆଶ୍ରା ଦିଅନ୍ତୁ ଯେ ଯେମିତି ସେ ପକ୍ଷୀଟି ଆଉ କେଉଁଠି ବସା ବନେଇ ପାରିବ। କିନ୍ତୁ କେବେ ହେଲେ ସେ ବସା ଭାଙ୍ଗିବେନି। ପକ୍ଷୀଟି ଆଶ୍ରା ନେଇଛି, ତାକୁ ଆଶ୍ରା ଦିଅନ୍ତୁ। ଭଗବାନ ଆପଣଙ୍କର କଲ୍ୟାଣ କରିବେ ଏବଂ ଖୁବ୍ ଶୀଘ୍ର ଧନର ସମସ୍ୟାରୁ ଆପଣଙ୍କୁ ମୁକ୍ତି ମିଳିବ। ସେହିପରି ଅଚାନକ ଭାବରେ ଦେଖିବେ ଆପଣମାନେ ବେଳେବେଳେ ଏମିତି କ'ଣ ହୁଏ, ନାଲି ପିମ୍ପୁଡ଼ି, ନାଲି ଜନ୍ଦା ସବୁ ଅଚାନକ ଭାବେ ଘରେ ଆମର ବହୁତ ମାତ୍ରାରେ ହେଇଯାନ୍ତି, ଆଉ କିଛି ସମୟ ପରେ କୁଆଡ଼େ ମଧ୍ୟ ପଳାନ୍ତି। এইଭଳି ଯଦି ସଂକେତ ଆପଣମାନେ ପାଆନ୍ତି, ଏଭଳି ଘଟଣା ଯଦି ଆପଣଙ୍କ ସହିତ କେବେ ଘଟିଛି ତାହେଲେ ଜାଣି ରଖନ୍ତୁ ଏହା ମଧ୍ୟ ଉନ୍ନତିର ସଂକେତ।
धनर समस्या दूर होगा पूर्व यह सब संकेत आपको मिलता है। सेहीपरि स्वप्न जदि आपण मैंने पद्म फूल देखते यह धन प्राप्तिर संकेत। ठीक सेहीपरि स्वप्न जदि आपण मैंने पानी देखते झरणा देखते ताहले खूब शीघ्र आपन को धन प्राप्ति हम। सेपरि घर को जदि पेचा हो किंबा शुआ आसे अचानक भाव में आसे दिन बेले ताहले यह आपण उन्नतिर सूचना। ये संकेत आपण मैंने जानवे जे खूब शीघ्र आपन को धन प्राप्ति हम। माँ लक्ष्मी विशेष भाव आपण करुणा रही कृपा रही तेणु ए सब घटना गुड़िक आपण सहित ही घटुची। सेहीपरि पुरुष मानकर डाहाण पट आखि फड़किबा बा डेइबा स्फुरन हवा जहाँ कहते एवं महिला मानकर बाम पट आखि जदि स्फुरन हुए बा फड़के ताहले यह आपण धन प्राप्तिर संकेत। एभली आपण सहित घटिले खूब शीघ्र आपण को धन प्राप्ति हम। सेपरि सकाळु सकाळु कोइलीर मधुर ध्वनि जदि आपण माने शुणते यह आपण शुभ सूचना उन्नतिर सूचना। सेपरि शंखर ध्वनि जदि आपण माने शुणती किंबा स्वप्न जदि आपण माने देखुचंती जे कहीं जने शंख बजाउछि एवं तार शब्द आपण को शुभुछि ताहले यह आपण उन्नतिर सूचना धन प्राप्तिर सूचना। सेहीपरि काकू जदि सकाळु उठु उठु आपण माने देखंती के जने झाड़ू करुथबे ताहले यह आपण शुभ सूचना। ठीक सेहीपरि जदि आपण माने स्वप्न रे काकू झाड़ू करुथबार देखंती ताले जानी रखंतु माँ लक्ष्मींकर यह हूँ आगमनर सूचना। आपण को खूब शीघ्र लक्ष्मी प्राप्ति हम। सेहीपरि पुरुष मानकर डाहाण हाथर चकी ये जगहटी ठीक सेहीपरि महिला मानकर जदि बाम हाथर चकी कुंडे हुए ताहले खूब शीघ्र धन प्राप्तिर सूचना मिलता है। एभली जदि आपण सहित घटे ताले जानी रखंतु खूब शीघ्र आपण को धन प्राप्ति हम। देखंतु यही सब संकेत गुड़िक आमको सेतबेले ही मिलता है जेतबेले माँ लक्ष्मी आम घर को आसती अचानक भाव में जिते आमको धन प्राप्ति हवाकू थाए। अचानक भाव में कौटू धन प्राप्ति हो किसी गुप्त धन मिलवा हो बा जेकोसी प्रकार आमको धन प्राप्ति हो आमर धनर समस्या मुक्ति हो ये सब संकेत आपण माने जानवे जे आपण को खूब शीघ्र धन प्राप्ति हो। माँ लक्ष्मी आशीष करुणा आपण रही ये सब संकेत देखिले माने खूब शीघ्र आपंकर धनर समस्या आपण माने मुक्ति पाइबे। तब आशा करुँची आजिकार भिडियोटी आपण मानक निश्चय भल लगी। जदि भिडियो भल लगी था भिडियो को लाइक करेंगे शेयर करेंगे चैनल को सब्सक्राइब करेंगे कमेंट रे जय माँ महालक्ष्मी निश्चिंत भाव में लिखिए। रही जय जगन्नाथ जय माँ महालक्ष्मी।